ଟୋକା କହିଲା ଶୁଣେ ଗୋଟେ ଝିଅଟାକୁ ବାହାଇଛି ଗୋଟେ ଚଉଠି ରାତି ଗୋଟେ ରୋମାଣ୍ଟିକ କଥା କହିବା କଥା କହୁଛି ଗାଈ କେଇଟା। ପୁଣି ଟୋକା କହିଲା ଆରେ ଗୋଟେ ଭଲରେ କ'ଣ କୁହ। ସେଠୁ ପୁଣି ଝିଅ କହୁଛି କିଛି କୁହ। ଝିଅ ପୁଣି ଓଢ଼ଣା ଭିତରୁ ତମର ଛେଳି କେଇଟା। ଟୋକା କହିଲା ତୁ ରୋମାଣ୍ଟିକ ନୁହଁ ମୁଁ ଡାଇରେକ୍ଟ କାର୍ଯ୍ୟକ୍ରମ ଆରମ୍ଭ କରୁଛି। ବେ ଟୋକା হ্যাঁ ভারি পুরা হস পুরা এঠু কুটিকি বাহাରୁଛି ଟୋକାଙ୍କର। ଚଉଠି କଥାଟା ହେଇଯାଇଛି ନା କହିକି ଟୋକା ଏମିତି ଓଢ଼ଣା ଟେକିକି ଏତିକି ସେପଟୁ ଟୋକା କହିଲା ବା କିଏ କିଏ କବାଟ ବାଡ଼ଉଛି। ସେପଟୁ ଶୁଭିଲା ବେ ମୁଁ ତ ମାମୁଁ ସେ ଘରେ ଡାଲି ବାଲ୍ଟିଟା ରହିଲେ କି। ଟୋକା କହିଲା ସେ ଚଉଠି ଘର ଭିତରେ ଡାଲି ବାଲ୍ଟି ମାମୁଁ ନିଅ ଏଠିକି ଆସିବନି। ପୁଣି ଟୋକା କହିକି ଯାଇଛି। ଝିଅ ସେତେବେଳେ ଚିଡ଼ଚିଡ଼ା ହେଇଗଲାଣି କହିଲା କ'ଣ ତମ ଘରେ କବାଟ ବାଡ଼େଇ ଦେଉଛନ୍ତି। ଟୋକା କହିଲା ତୁ ମୋ ସ୍ତ୍ରୀ ମାମୁଁ ଆସିଲେ କବାଟ ଖୋଲିଲି ସାଙ୍ଗ ଆସିଲା କବାଟ ଖୋଲିଲି ମୁଁ ତ ମୁଣ୍ଡ ଛୁଇଁ ଶପଥ କରି କହୁଛି ଏଇଥର ଯିଏ ଡିଷ୍ଟର୍ବ କରିବ ଖୋଲିବି ମାରିବି ଗୋଇଠା ତା ମୁହଁ ଦେଖିବିନି କହିକି ଟୋକା ଯାଇଛି ରାତି ପୁଣି ଠକ ଠକ ପୁଣି ଟୋକା ଓଢ଼ଣା ଟେକିଛି ଏପଟକୁ ଠକ ଠକ ଶୁଭିଲା। ଏଇଥର ତାଙ୍କ ବୁଢ଼ୀର ମୋତିଆ ବିନ୍ଦୁ ଅପରେସନ ତାକୁ ଦେଖାଯାଏନି ଭୁଲରେ କବାଟ ବାଡ଼ି ଦେଇଛି। ଟୋକା ଖୋଲିଲା ମାଇଲା ଗୋଇଠାଟେ ବୁଢ଼ୀ ମୋଡ଼ି ହେଇକି ଚୁଲି ଭିତରେ। ମାନେ ଚିନ୍ତା କର ଗୀତରେ ଗୀତରେ କାର୍ଯ୍ୟକ୍ରମ କଲେ କେମିତି ହୁଏ। ସାର୍ ଆଉ ଗୋଟେ ବଢ଼ିଆ କଥା କହିବି ଗୋଟେ ପ୍ରି ୱେଡିଂ ଉପରେ କହିବି କି ଭାଇ କହିବି ଭାଇ ଟୋକା କହିବି ଟି। ଗାଁରେ ଗୋଟେ ଟୋକା ଥିଲା ତା ନାଁ ହେଉଛି ରବି। କ'ଣ ଗେଲ କରିବ ଆଚ୍ଛା ମୁଁ ମତେ ଏମିତି ଏମିତି କହିଲି ତ ମୁଁ ଭାବିବ ତ ମତେ ଡାକୁଛନ୍ତି କିସ୍ କରିବ। ହ୍ୟାଲୋ କିନ୍ତୁ ଭୁଲ ଏମିତିଆ ସାଉଣ୍ଡ ଥିଲା କି। ହ୍ୟାଲୋ କ'ଣ ଲେଖିଆ ବଢିଆ ଶୁଭୁଛି ତାଳି ମାର। ଆଚ୍ଛା ରବି ବୋଲି ଗୋଟେ ଟୋକା ଆମ ଗାଁରେ ବାହା ହେଇଗଲା ହେଲା। କହିଲା ସାଙ୍ଗ ବାହାଘର ପୂର୍ବରୁ ପ୍ରି ୱେଡିଂ କରୁଛନ୍ତି। ମୁଁ କହିଲି ସେଟା କ'ଣ କହିଲା ସିଦ୍ଧାର୍ଥ ରଚନା ଭଳିଆ ନଈ କୂଳରେ ଯାଇ ନଚା ନଚି ହବ। ମୁଁ କହିଲି ତା ମାନେ କ'ଣ କହିଲା ତା ମାନେ ହେଉଛି ପ୍ରଡକ୍ଟ ଟେଷ୍ଟିଂ। ମୁଁ କହିଲି ପ୍ରଡକ୍ଟ ଟେଷ୍ଟିଂ କ'ଣ କହିଲା ପ୍ରଡକ୍ଟଟା ୟୁଜ୍ ହେବା ପୂର୍ବରୁ ଦେଖିବା ଦରକାର କ'ଣ ଅଛି ଭଲ ଅଛି ମନ୍ଦ ଅଛି। ହଁ ଟୋକା ଭାରି ଖୁସି। ସେ ଯୋଉ ଭାଇଟା ଠିଆ ହେଇଛି ପୁରା ବାହାଘର ରିସେଣ୍ଟ ଲାଗିଛି ପୁରା ଏମିତି ଅଛି ମୋ ଭାଇ। ଆଚ୍ଛା ମୁଁ କହିଲି ରବି ପ୍ରି ୱେଡିଂ ସୁଟିଂ କରିବି କହିଲେ ହଁ ଭାଇ ମୁଁ ପ୍ରି ୱେଡିଂ ସୁଟିଂ କରିବି। ମୁଁ କହିଲି ଠିକ୍ ଅଛି କ'ଣ ଦରକାର କହିଲା ମୋର ସୁଧାକର ବସନ୍ତ ଦରକାର କୋରିଓଗ୍ରାଫି କରିବ। ମୁଁ କହିଲି ତୁ ସେ ସିନେମା କରୁଛନ୍ତି ତୁ ଆଉ ଗୋଟାକୁ କାହାକୁ ନେଇକି କରି ଖୋଜାଖୋଜି କରି ସାର୍ ବିଶ୍ୱାସ କରିବନି 1000 ଲୋକେସନ୍ ଦେଖିଲା ପରେ ଗୋଟେ ଜାଗା ଫାଇନାଲ୍ ହେଲା ଭୁବନେଶ୍ୱର ଧଉଳି ପାହାଡ଼। ମୁଁ କହିଲି ରବି ତୁ ବ୍ୟାଙ୍କରେ ଚାକିରି କରୁଛୁ ନାଚିବୁ ଧଉଳି ପାହାଡ଼ ବର୍ଷା ଦିନ ଦେଖିକି। କହିଲା ଦେଖେ ସ୍ତ୍ରୀ ଥିବ କେମିତି ଇଏ କରିବି। ରବି ଯାହାକୁ ବାହାଉଛି ତା ସ୍ତ୍ରୀର ପେଟ ଏମିତି। ଆଚ୍ଛା ତା ସ୍ତ୍ରୀ ଯଦି କୋଣାର୍କରେ ଠିଆ ହବ ପେଟ ବାଜିବ ପୁରୀ ଆଡ଼କୁ। ଖାଇ ପିଇକି ଆଜିକାଲି ଝିଅ ଗୁଡ଼ା ଯାହା ହେଇଛନ୍ତି। ଆଚ୍ଛା ତା ମାଆର ପେଟ ପୁଣି 3 ହାତ ଆଗକୁ ମାନେ ମା ଧର ଏଇଠି ଯାଉଛି ପେଟ ଇଆଡ଼କୁ ଯିବ ଧର ମାଛି ଏଇଠି ବସିବ ମା ଏମିତି କୁଣ୍ଡେଇବ। ବୁଝିପାରିଲ କଣ୍ଡିସନରେ ନାଚ କହିକି ମୁଁ ଗୋଟେ ସନ୍ତୋଷ ବୋଲି ପିଲାକୁ ଦେଲି। ମୁଁ କହିଲି ସନ୍ତୋଷ ସିଏ କୋରିଓଗ୍ରାଫି କରିବୁ ନାଚିବେ। ସନ୍ତୋଷ କହିଲା ଗୋଟେ ବଢ଼ିଆ ରୋମାଣ୍ଟିକ ଗୀତ ତମେ ଯଦି ଗଢ଼ି ଦିଅ ମୋ ପାଇଁ ବାଲି ଘର ସେଇ ଘର